ଆଜିର ଭିଡ଼ିଓରେ ମୁଁ ଆପଣମାନଙ୍କୁ ତଡ଼କା ରେସିପିର ଭିଡ଼ିଓ ଦେଉଛି। ଆପଣମାନେ ଭାବୁଥିବେ ତଡ଼କା ରେସିପି କେଉଁ ନୂଆ ଯେ ଆମେ ବି ତ ବନେଇ ପାରିବୁ। ସମସ୍ତେ ବନେଇ ପାରିବେ, ହେଲେ ସେଇ ଟେଷ୍ଟ ଆସୁନଥିବ ଯେଉଁ ଟେଷ୍ଟ ଆମକୁ ଢାବା କି ରେଷ୍ଟୁରାଣ୍ଟରେ ମିଳିଥାଏ। ଆଜିର ଭିଡ଼ିଓଟି ଆପଣମାନଙ୍କୁ ନିହାତି ଭଲ ଲାଗିବ, କାହିଁକିନା ଆପଣମାନେ ତ ଜାଣିଛନ୍ତି ମୋ ପ୍ରୋସେସ୍ ସମ୍ପୂର୍ଣ୍ଣ ନୂଆ। ତଥାପି ଚାଲନ୍ତୁ ପ୍ରଥମେ ଆମେ ତଡ଼କାକୁ ଧୁଆଧୁଇ କରିକି ତାକୁ ଆମେ 2-3 ଘଣ୍ଟା ଭଲସେ ଭିଜେଇବା। ଆପଣମାନେ ତ ଜାଣିଥିବେ ଏ ତଡ଼କା ଗ୍ରୋସରୀ ଦୋକାନରେ ଆରାମସେ ମିଳିଯାଏ। ସବୁ ଗ୍ରୋସରୀ ଦୋକାନରେ ଏଥିରେ ଥାଏ। ତାପରେ ଏଠି ବହୁତ ପ୍ରକାର ଡାଲି ବି ମିଶିଥାଏ। ତାକୁ ମୁଁ ଧୁଆଧୁଇ କରି ଭିଜିବା ପାଇଁ ଛାଡ଼ି ଦେଇଥିଲି 2-3 ଘଣ୍ଟା ପାଇଁ। ଏପଟେ 2-3 ଘଣ୍ଟା ହେଇଯାଇଛି, ସିଏ ବି ଭଲସେ ଭିଜି ଯାଇଛି। ଏକ୍ସଟ୍ରା ପାଣି ମୁଁ ବାହାର କରିଦେଇକି ଆଉ ସେଥିରେ ମୁଁ ଭଲ ପାଣି ଦେଉଛି। କେବଳ ସିଝିବା ପାଇଁ ମୁଁ ଏଠି ପାଣି ଦେଇଛି। ଦରକାର ହେଲେ ପରେ ଦେବା। 2ଟି ତେଜପତ୍ର, ଖଣ୍ଡେ ଡାଲଚିନି, ଗୋଟେ ଗୁଜୁରାତି, ଟିକେ ତେଲ ମୁଁ ପକାଇଛି। ଆଉ ଏଠି ତଡ଼କାକୁ ଦେଖିକି ସ୍ୱାଦ ଅନୁସାରେ ଲୁଣ ପକାଇକି ଆମେ ତାକୁ 2-3ଟା ସିଟି ମାରିବା ପାଇଁ ବସାଇଦେବା। ବେଶୀ ଆମେ ତାକୁ ସିଝେଇବାନି, ଯଦି ବେଶୀ ସିଝିଯିବ ଆଉ ତଡ଼କାର ଟେଷ୍ଟ କିଛି ଜଣା ପଡ଼ିବନି, ସେ ପୁରା ଗ୍ରେଭି ହେଇଯିବ। 2-3ଟା ସିଟିରେ ସେ ଭଲସେ ସିଝିଯିବ। ମସଲାରେ ମୋର ଅଛି 8ରୁ 10ଟି ରସୁଣ ଅଛି, ଖଣ୍ଡେ ଅଦା, ଆଉ ଗୋଟେ ବଡ଼ ସାଇଜର ପିଆଜ, ଗୋଟେ ଟମାଟୋ। ଅଦା ରସୁଣକୁ ଆମେ ଛେଚାଛେଚି କରିଦେବା। ଆଉ ଏଠି ତଡ଼କାର ଟେଷ୍ଟ ବଢ଼ାଇବା ପାଇଁ ମୁଁ ଏଠି ଗୋଟେ କ୍ୟାପ୍ସିକମ୍ ଦେଇଛି। ଗୋଟେ ବଡ଼ ସାଇଜର କ୍ୟାପ୍ସିକମ୍କୁ ମୁଁ ତାକୁ ଛୋଟ ଛୋଟ କରି କାଟିକିରି ରଖିଛି। ଏପଟେ ତଡ଼କା ଆମର 3ଟା ସିଟି ମାରି ସାରିଲାଣି। ଦେଖିବା କ'ଣ କେମିତି ସିଝିଛି। ଦେଖନ୍ତୁ ତଡ଼କାଟା ଆମର ଏଇଭଳି ପ୍ରୋସେସ୍ରେ ସିଝିବା ଦରକାର। ଯଦି ଅଧିକ ସିଝିଯିବ ପୁରା ଟେଷ୍ଟ ଖରାପ ହେଇଯିବ। ସିଝି ଯାଇଛି କିନ୍ତୁ ଗୋଟି ଗୋଟି ଅଛି। ଏପଟେ ଗୋଟେ କଡ଼େଇ ବସାଇ କଡ଼େଇଟା ଆମର ତାତିଗଲାଣି। ମସଲା ମସଲି ତ ଯାହା ପକାଇବାର ଥିଲା ଆମେ ସବୁ ରେଡ଼ି କରିସାରିଲାଣି। କଡ଼େଇ ତାତିଗଲାଣି। ମୁଁ ସେଥିରେ ତେଲ ପକାଇକିରି ଅଳ୍ପ ଟିକେ ପକାଇ ଦେଉଛି ଜିରା, ଯେଉଁ କାଟିକି ରଖିଥିଲେ ସରୁ ସରୁ କରି ପିଆଜ, এই ସମୟରେ ଆମେ ପକାଇବା। ଆପଣମାନେ ତ ବହୁତ ଥର ବନେଇଥିବେ, ଥରେ ମୋ ପ୍ରୋସେସ୍ରେ ବନେଇକି ଦେଖନ୍ତୁ ନା, ସତରେ ହୋଟେଲ କି ରେଷ୍ଟୁରାଣ୍ଟ ଯିବା ଭୁଲିଯିବେ। ଅଳ୍ପ କିଛି ଭୃଷଙ୍ଗ ପତ୍ର ପକାଇଛି ମୁଁ ପିଆଜରେ। ତାକୁ ଭଜାଭଜି କରି ଆମେ ପକାଇଦେବା ଅଦା ରସୁଣ ଛେଚା। ଆଉ ଯେଉଁ ଅଦା ରସୁଣ ଛେଚା ଆମର ଭାଜି ହେଇଗଲାଣି, ଏହି ସମୟରେ ମୁଁ ଯେଉଁ କ୍ୟାପ୍ସିକମ୍କୁ କାଟିକି ରଖିଥିଲି ତାକୁ ଆମେ କିଛି ସମୟ ପାଇଁ ଭାଜିବା। ଏଇଠି ମୁଁ ମସଲାକୁ ଲକ୍ଷ୍ୟ କରି ସ୍ୱାଦ ଅନୁସାରେ ଲୁଣ ପକାଇ ଦେଉଛି। ଆଗରୁ ତ ଆମେ ତଡ଼କା ସିଝେଇଲା ବେଳେ ଲୁଣ ପକାଇଥିଲେ। କ୍ୟାପ୍ସିକମ୍ ଆମର ଭାଜି ହେଇଗଲାଣି। ଯେଉଁ କାଟିକି ରଖିଥିବା ଟମାଟୋକୁ ଏହି ସମୟରେ ଆମେ ପକାଇଦେବା। ଟମାଟୋଟା ଟିକେ ସଫ୍ଟ ହେଇଗଲେ ଆମେ ଟିକେ ସେଥିରେ ପାଣି ଦେବା। ଟମାଟୋ ଆମର ଭାଜି ହେଇଗଲାଣି। ମୁଁ ଟିକେ ସେଥିରେ ପାଣି ଦେଉଛି। ଶୁଖା ମସଲା ଆମେ ପକାଇବା। ଅଳ୍ପ ପାଣି ଦେଇକି ଗୁଣ୍ଡ ମସଲାରେ ମୋର ଅଛି ଧନିଆ ଗୁଣ୍ଡ, ତଡ଼କା ମସଲା, ଗରମ ମସଲା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ। ଏସବୁକୁ ଆମେ କଷେଇ କଷେଇ ସିଝେଇକି ଯେଉଁ ରଖିଥିଲେ ଆମେ ଡାଲିକୁ ଦେଇଦେବା। ଲାଷ୍ଟରେ ମୁଁ ଟିକେ ପକାଇ ଦେଉଛି କସୁରୀ ମେଥି। ଆପଣମାନେ ତଡ଼କା ବନେଇଲା ବେଳେ ନିହାତି କସୁରୀ ମେଥି ପକାଇବେ। କସୁରୀ ମେଥି ବିନା ତଡ଼କା ଅଧୁରା। ମୋର ଏଥିରେ ଟିକେ ପାଣି ଆଉ ଦରକାର ହେଉଛି। ମୁଁ କେବଳ ସିଝିବା ପାଇଁ ପାଣି ଦେଇଥିଲି। ମୁଁ ଏପଟେ ଗରମ ପାଣି ବସାଇ ଦେଇଛି। ଗରମ ପାଣି ଦେଉଛି। ଗରମ ପାଣି ହିଁ ଦେବେ, ଥଣ୍ଡା ପାଣି ଦେବେନି। ବହୁତ ଥର ତ ଆପଣମାନେ ବନେଇଥିବେ, ଥରେ ଏଇ ପ୍ରୋସେସ୍ରେ ବନାନ୍ତୁ ନା, ସତରେ ବହୁତ ଟେଷ୍ଟି ଲାଗିବ। 3-4 ମିନିଟ୍ ପାଇଁ ମୁଁ ଟିକେ ଫୁଟିବା ପାଇଁ ଛାଡ଼ି ଦେଇଥିଲି। ରେଡ଼ି ହେଇଗଲା ଆମର ତଡ଼କା। ଆଉ ତଡ଼କାର ଟେଷ୍ଟ ବଢ଼ାଇବା ପାଇଁ ମୁଁ ଏଠି ଟିକେ ଘିଅରେ ଗୋଟେ ଛୁଙ୍କ ଦେବା। ଘିଅ ଜାଗାରେ ଆପଣମାନେ ବଟର ଦେଇପାରନ୍ତି। ମୁଁ ଘିଅରେ ଟିକେ ପକାଇ ଦେଇଛି। ଜିରା ଆଉ ସରୁ ସରୁ କାଟିକି ରଖିଥିଲି ଅଦା, 2ଟି କଞ୍ଚା ଲଙ୍କା, ଟିକେ ହିଙ୍ଗୁ ମୁଁ ପକାଉଛି। ଟିକେ କଲର୍ ଆଣିବା ପାଇଁ ମୁଁ ଏଥିରେ ପକାଇ ଦେଉଛି ଲଙ୍କାଗୁଣ୍ଡ। ବେଶୀ ରାଗ ହେବନି, କିନ୍ତୁ ବଢ଼ିଆ କଲର୍ ଗୋଟେ ଆଣିବ। ଆଉ ତଡ଼କାରେ ନିହାତି ଭାବରେ ଏଇଭଳି ଗୋଟେ ଛୁଙ୍କ ଦେବେ। ଆପଣମାନଙ୍କୁ ମୋ ପ୍ରୋସେସ୍ ନୂଆ ଲାଗୁଛି ନା? ଲାଷ୍ଟରେ ମୁଁ ଆଉ କିଛି ପକାଉନି, ଛୁଙ୍କ ଦେଇକି ପକାଇ ଦେଉଛି ଢେର ସାରା ଧନିଆ ପତ୍ର। ରେଡ଼ି ହେଇଗଲା ଆମର ଢାବା ରେଷ୍ଟୁରାଣ୍ଟ ପ୍ରୋସେସ୍ରେ ତଡ଼କା। ରୁଟି ହେଉ ପରଟା ହେଉ, ମୋତେ ତ ବେଶୀ ଭଲ ଲାଗେ ଭାତ ସହିତ ଖାଇବାକୁ, କାହିଁକିନା ଏଥିରେ ବହୁତ ପ୍ରକାର ଡାଲି ମିଶିଛି ନା, ମୋତେ ବେଶୀ ଭଲ ଲାଗେ ଭାତ ସହିତ ଖାଇବାକୁ। ଆଜିର ଭିଡ଼ିଓରେ ଏତିକି। ଭଲ ଲାଗିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ରହୁଛି, ନମସ୍କାର।